ଚାଲିଛି ହ୍ୟୁମାନଙ୍କର ଶୁଦ୍ଧିକ୍ରିୟା। ମୃତ୍ୟୁରୁ ଆଜିକୁ 11 ଦିନ ପୂରିଗଲାଣି। ହ୍ୟୁମାନଙ୍କ ପିଣ୍ଡଦାନରେ କିଏ କିଏ ସବୁ ସାମିଲ ହୋଇଥିଲେ, ଶୁଦ୍ଧିକ୍ରିୟାର କେମିତି ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ପ୍ରକୃତରେ ହ୍ୟୁମାନ ସାଗର ହେଉଛନ୍ତି ଜଣେ ଖ୍ରୀଷ୍ଟିଆନ। ତେବେ କେମିତି କ'ଣ ସବୁ ରୀତିନୀତିରେ ତାଙ୍କର ଏକାଦଶ କ୍ରିୟା ସମ୍ପନ୍ନ ହେଉଛି, ସବୁକିଛି ଆପଣମାନେ ଡିଟେଲ୍ସ ଏହି ଭିଡ଼ିଓରେ ଦେଖିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବେ। ଯେଉଁମାନେ ପ୍ରକୃତରେ ହ୍ୟୁମାନ ସାଗରକୁ ତାଙ୍କର ସଙ୍ଗୀତକୁ ପସନ୍ଦ କରନ୍ତି, ଆଜିର ଦିନରେ ତାଙ୍କୁ ପ୍ରକୃତରେ ମିସ୍ କରୁଛନ୍ତି, ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟ କରି ମଧ୍ୟ ଜଣାଇବେ ଯେ ଆପଣଙ୍କୁ ତାଙ୍କର କେଉଁ ଗୀତ ସବୁଠୁ ବେଶୀ ପସନ୍ଦ ଆସେ। ତାହେଲେ ଦର୍ଶକ ବନ୍ଧୁ, ଆପଣମାନଙ୍କର ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସିଏ ଆଜି ଆଉ ଆମ ଗହଣରେ ନାହାନ୍ତି। ତାଙ୍କ ମୃତ୍ୟୁର 11 ଦିନ ପୂରିଗଲାଣି। 17 ନଭେମ୍ବରରେ ସେ ଦୁନିଆକୁ ଅଲବିଦା କହି ଆରପାରିକୁ ଚାଲି ଯାଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ଏବଂ ଅଚାନକ ଏମିତି ତାଙ୍କର ବିୟୋଗରେ ସାରା ଓଡ଼ିଶାରେ ଦୁଃଖ ଲହରୀ ଖେଳି ଯାଇଛି। ତାଙ୍କର ମୃତ୍ୟୁର 11 ଦିନ ପୂରିଗଲାଣି ସତ, ହେଲେ ଫ୍ୟାନ୍ମାନେ ତାଙ୍କୁ ଭୁଲି ପାରିନାହାନ୍ତି। ସୋସିଆଲ ମିଡ଼ିଆରେ ହ୍ୟୁମାନଙ୍କର ମୃତ୍ୟୁ ପଛର ଅସଲ କାରଣ, ହ୍ୟୁମାନଙ୍କର ମୃତ୍ୟୁ ପାଇଁ କିଏ ଦାୟୀ, ତାଙ୍କର ବାନ୍ଧବୀ କିଏ ଥିଲେ, ତାଙ୍କ ଟଙ୍କା କିଏ ନେଲା, ଏମିତି ଅନେକ କିଛି ଚର୍ଚ୍ଚା ଜୋର ଧରିଛି। ଆଜି ବି ହ୍ୟୁମାନଙ୍କର ମୃତ୍ୟୁ ପଛର ରହସ୍ୟ ଖୋଜି ଚାଲିଛି। ଏହିସବୁ ଭିତରେ ମୃତ୍ୟୁର 11 ଦିନ ପୂରି ଯାଇଛି ଏବଂ 11 ଦିନ ପରେ ତାଙ୍କର କେମିତି କ'ଣ କ୍ରିୟାକର୍ମ ରହିଛି, ହ୍ୟୁମାନଙ୍କୁ ପିଣ୍ଡ କିଏ ଦେଲେ, ତା ସହିତ ଏକାଦଶ କର୍ମ କେମିତି ଥିଲା, ସବୁକିଛି ବିଷୟରେ ଜାଣିବା ପାଇଁ ମଧ୍ୟ ସୋସିଆଲ ମିଡ଼ିଆରେ ଅନେକ କିଛି ଚର୍ଚ୍ଚା ଚାଲିଛି। ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ କିଛି ଭିଡ଼ିଓ ଏବଂ ଫଟୋ ବେଶ୍ ଭାଇରାଲ ହେଉଛି। ହ୍ୟୁମାନ ସାଗରଙ୍କର ଏକାଦଶ କର୍ମରେ କିଏ ସବୁ ସାମିଲ ହୋଇଥିଲେ ଏବଂ କେମିତି କ'ଣ ଦୁଃଖର ମାହୋଲ ଥିଲା। ଦର୍ଶକ ବନ୍ଧୁ, ଆପଣମାନଙ୍କର ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ହେଉଛନ୍ତି ଜଣେ ଖ୍ରୀଷ୍ଟିଆନ। ଏକାଦଶରେ ତାଙ୍କ ପାଖରେ ସମସ୍ତେ ପହଞ୍ଚନ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ। ସବୁଆଡ଼େ ଦୁଃଖର ମାହୋଲ, ହ୍ୟୁମାନଙ୍କୁ ଝୁରୁଛି ସାରା ଓଡ଼ିଶା। ଖ୍ରୀଷ୍ଟିଆନ ଧର୍ମର ସବୁ ପ୍ରକାର ରୀତିନୀତି ଅନୁସାରେ ଏକାଦଶ କର୍ମ ସମ୍ପନ୍ନ ହୋଇଛି।